ओडिशा एक कृषि प्रधान राज्य। एही राज्य रे प्राय 2/3 लोक कृषि उपरे निर्भरशील। पुणी जनसंख्या वृद्धि जोगु केवल धान चाष उपरे निर्भर करि चलिबा असंभव। आलू, पियाज, टमाटो इत्यादि पई आम राज्य अन्य राज्य उपरे निर्भर करिथाय। तेनु कृषि क्षेत्र रे अण धान चाष उपरे गुरुत्व प्रदान करिबा आवश्यक होई पड़िछि। ଏହି କ୍ରମରେ ବୌଦ୍ଧ ଜିଲ୍ଲା କୃଷି ବିଭାଗ ତରଫରୁ ବୌଦ୍ଧ ଜିଲ୍ଲାର ଉଠା ଜଳସେଚନ ଅଞ୍ଚଳରେ ଅଣ ଧାନ ଚାଷ ପାଇଁ ଫସଲ ପ୍ରବର୍ଦ୍ଧିକରଣ ଯୋଜନାର ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଏହି ସଚେତନତା ରଥଯାତ୍ରାକୁ ଉଦ୍ଘାଟନ କରିଥିଲେ, ଯାହାଫଳରେ ଉଠା ଜଳସେଚନ ଅଞ୍ଚଳରେ ଥିବା ଚାଷୀ ବିଭିନ୍ନ ପ୍ରକାର ଅଣ ଧାନ ଚାଷ କରି ପରିବାର ପୋଷଣ କରିବା ସହିତ ଭଲ 2 ପଇସା ରୋଜଗାର କରିପାରିବେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ କଣ୍ଟାମାଳ ବ୍ଲକର କୃଷି ଅଧିକାରୀ, ଜିଲ୍ଲା ଯୋଜନା ଅଧିକାରୀ, କୃଷି ବିଭାଗର ଶ୍ରୀ ସୁବ୍ରତ କୁମାର ସେଠୀ, ଯୋଜନା ଅଧିକାରୀ ମଧୁସୂଦନ ପାତ୍ର, ଜିଲ୍ଲା ସହକାରୀ କୃଷି ଅଧିକାରୀ ବୌଦ୍ଧ ଉପସ୍ଥିତ ଥିଲେ। ବୌଦ୍ଧରୁ ଜୟାନନ୍ଦ ମିଶ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।